ଦେଖନ୍ତୁ ଆଜି ଆମର ଦଳ ଗଠନ ହେଲା ପରେ ଆଜି ଓଜେସିର ମହମ୍ମଦ ମୁକିମ ଏ ଯେ ଆମର ସଭାପତି ଅଛନ୍ତି ଦଳର ସଭାପତି ତାଙ୍କର ନିର୍ଦ୍ଦେଶ କ୍ରମେ ଆଜି ପ୍ରଥମ କାର୍ଯ୍ୟକାରିଣୀ ସଭା ହେଉଛି ଯେଉଁଥିରେ ସମସ୍ତ ରାଜ୍ୟ ପଦାଧିକାରୀ ଏବଂ ଜିଲ୍ଲା ସଭାପତି ମାନେ ଉପସ୍ଥିତ ଅଛନ୍ତି। ଦେଖନ୍ତୁ ଦଳର ପ୍ରଥମ ଦିନରୁ ଏକା ଆମର ସଭାପତି ସେ କହିଛନ୍ତି ଯେ ଆମର ଦଳ ପ୍ରତ୍ୟେକ ଜିଲ୍ଲାରେ ପ୍ରଥମେ ଯୁବକ ମାନଙ୍କୁ ସୁଯୋଗ ଦେବ ଯେଉଁ ଯୁବକ ମାନେ କିଛି ପ୍ଲାଟଫର୍ମ ପାଇନାହାନ୍ତି ବିଭିନ୍ନ ଦଳରେ ଥିଲେ ଯେଉଁମାନେ କାମ କରୁଛନ୍ତି କିନ୍ତୁ କିଛି ସୁଯୋଗ ନ ପାଇକି ଆଗକୁ ବଢ଼ି ପାରୁନାହାନ୍ତି ନେତା ହେଇପାରୁନାହାନ୍ତି ତାଙ୍କୁ ଯୁବକମାନଙ୍କୁ ପ୍ରାଧାନ୍ୟ ଦେବା ପାଇଁ ଆମର ଦଳର ମାନ୍ୟବର ସଭାପତି ମହମ୍ମଦ ମୁକିମ ଚେଷ୍ଟା କରିଛନ୍ତି ଏବଂ ଆଜି ଏଇ ଯେଉଁ କାର୍ଯ୍ୟକାରିଣୀ ସଭା ଯେଉଁ ହେଇଛି ଆମର ଏଇଟାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏଠୁ ସମସ୍ତଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ଆମ ରାଜ୍ୟ ସଭାପତି ଯେ କେମିତି ଆମେ ଗ୍ରାସ ରୁଟ୍କୁ ଯିବା କେମିତି ଆମେ ଯେଉଁ ସରକାରୀ ଦଳ ଯେଉଁ ବିଫଲତା ସରକାରଙ୍କ ଯୋଜନା ଯେଉଁ ଗ୍ରାସ ରୁଟ୍ରେ ବିଫଲ ହେଉଛି ସବୁ ଜାଗାରେ ସେଠି ଯାଇକି ଲୋକଙ୍କର ଉଦ୍ଦେଶ୍ୟ ଲୋକଙ୍କର ମତକୁ କେମିତି ଆମେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିକି ତାଙ୍କୁ ନ୍ୟାୟ କେମିତି ଦେବା ସେଥିପାଇଁ ଆଜି ଆମର ସଭାପତି ଗୁରୁମନ୍ତ୍ର ଦେଉଛନ୍ତି ଭୁବନେଶ୍ୱର ଶୀତଳ ହୋଟେଲରେ। ଦେଖନ୍ତୁ ବଲାଙ୍ଗୀର ଜିଲ୍ଲା ତ ଓଡ଼ିଶାରେ ସବୁଠୁ ନମ୍ବର 1 ଦାଦନ ପ୍ରବଣ ଅଞ୍ଚଳ ଭାବେ ଆପଣ ଜାଣିଛନ୍ତି ଏବଂ ମୁଁ ଯେଉଁ ନିର୍ବାଚନ ମଣ୍ଡଳୀରୁ ବିଲଙ୍ଗସ୍ କରୁଛି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ସେଇଠି ତ ଆପଣ ଭଲ ଭାବେ ଜାଣିଥିବେ ସେଠି ଓଡ଼ିଶା କ'ଣ ଭାରତରେ ନମ୍ବର 1 ଦାଦନ ଚଲାଣର ଗୋଟେ ନିର୍ବାଚନ ମଣ୍ଡଳୀ ଏବଂ ଆମର ଜିଲ୍ଲାରେ ତଥା ମୋର ନିର୍ବାଚନ ମଣ୍ଡଳୀ କଣ୍ଟାବାଞ୍ଜିରେ ଆମେ ଚେଷ୍ଟା କରିବୁ ଯେ କେମିତି କରି ଲୋକ ଦାଦନ ମୁକ୍ତ ହୁଅନ୍ତୁ ଲୋକଙ୍କର ସମସ୍ୟା କେମିତି ସମାଧାନ ହଉ ଲୋକ କେମିତି ହଇରାଣ ନ ହୁଅନ୍ତୁ ଏବଂ ଆମେ କେମିତି ଲୋକଙ୍କର ପାଖରେ ପହଞ୍ଚିକି ତାଙ୍କର ପ୍ରକୃତ ସମସ୍ୟା ଆପଣ ଦେଖୁଥିବେ ମଝିରେ ମୁଁ ଗୋଟେ ପରଦିନ ଆପଣ ଆଶ୍ଚର୍ଯ୍ୟ ହେଇଯିବେ ଯେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଯେଉଁଥିରେ କି ଆପଣଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆପଣ ଦେଖିବେ ସେଠୁ ସବୁ ପଞ୍ଚାୟତରୁ 100-200 ଲୋକ ଯେଉଁମାନେ ପ୍ରକୃତ ହିତାଧିକାରୀ ତାଙ୍କ ନାମ କଟିଯାଇଛି ଏବଂ ସେଠି ଧନୀ ଲୋକମାନଙ୍କର ନାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଡ଼୍ ହେଇଛି। ଓଡ଼ିଶା ଜନତା କଂଗ୍ରେସ ତରଫରୁ ତାହା ବିରୋଧ କରାଯାଇଥିଲା ବ୍ଲକ ଘେରାଉ କରାଯାଇଥିଲା ଏବଂ ବିଡ଼ିଓଙ୍କୁ ଦାବିପତ୍ର ଦିଆଯାଇଥିଲା। ଏମିତି ଛୋଟ ଛୋଟ ଯେଉଁ ଇସ୍ୟୁ ଗୁଡ଼ାକ ଅଛି ଯେଉଁ ଇସ୍ୟୁ କି ଲୋକ ବିରୋଧୀ ଦଳ ଆପଣ ଜାଣୁଥିବେ ଓଡ଼ିଶାରେ ଶୂନ୍ୟ ଯେହେତୁ ବିଜେପି ବିଜେଡ଼ି ଗୋଟେ ତାଙ୍କର ତାମସା କରୁଛନ୍ତି କି ସେମାନେ ଅଲଗା ନୁହନ୍ତି ଏବଂ କଂଗ୍ରେସର ଅବସ୍ଥା ସାଂଘାତିକ। ତ ମୁଁ ଭାବୁଛି ଓଡ଼ିଶାରେ ବିକଳ୍ପ ଯେଉଁଟା ବିରୋଧୀ ଦଳ ହିସାବରେ ଓଡ଼ିଶା ଜନତା କଂଗ୍ରେସ କାମ କରିକି ଲୋକଙ୍କର ହକ୍ ପାଇଁ ଲଢ଼େଇ କରିବ। ଦାଦନ ସମସ୍ୟା ଦେଖନ୍ତୁ ଏମଏଲଏ ହେଲା ପରେ ସେଠି ବିଧାୟକ ହେଲା ପରେ ସରକାରୀ ଦଳର ବିଧାୟକ ଦାଦନ ସମସ୍ୟା କମିବ କ'ଣ ସେଠି ଦାଦନ ସମସ୍ୟା ଆଉ ବଢ଼ିଛି। ଆପଣଙ୍କୁ କହୁଥିଲି ଟିକେ ଆଗରୁ ଯେଉଁ ନିର୍ବାଚନ ମଣ୍ଡଳୀରେ ସେ ଠିଆ ହେଇଛନ୍ତି ନବୀନ ପଟ୍ଟନାୟକକୁ ହରେଇକି ତାଙ୍କ ହୋମ୍ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଙ୍କର ଯୋଜନା ବିଜେପି ସରକାରର ଯୋଜନା ସେଠି ତାଙ୍କର ବ୍ଲକରେ ତାଙ୍କର ହୋମ୍ ବ୍ଲକର ଏମଏଲଏରେ ସେଠି ଆପଣ ଯୋଗ୍ୟ ହିତାଧିକାରୀ ମାନେ 200-300 ଗୋଟେ ଗୋଟେ ପଞ୍ଚାୟତରେ ତାଙ୍କର ବାଦ ପଡ଼ିଛି ନା ବୋଲେ ଆପଣ ଚିନ୍ତା କରିପାରନ୍ତୁ ସେଠୁ କେତେ ଦୂର କ'ଣ ଅଛି।